ମହାକବି କାଳିଦାସଙ୍କ ବାଣୀ। ସତ୍ୟ କହିବା ଠାରୁ ଆଉ ତପସ୍ୟା ନାହିଁ। ପୁତ୍ର ସ୍ନେହ ଠାରୁ ବଳି ଆଉ ସ୍ନେହ ନାହିଁ। ନିଜ ସ୍ତ୍ରୀ ଠାରୁ ବଳି ଅନ୍ୟ କେହି ପ୍ରିୟ ପାତ୍ର ନାହିଁ। ଏ ସଂସାରରେ ପୁତ୍ରଟିଏ ପ୍ରାପ୍ତ କରିବା ପାଇଁ ସ୍ତ୍ରୀର ଆବଶ୍ୟକ ହୋଇଥାଏ। ବୃଦ୍ଧ ସମୟ କାଳ ଉପସ୍ଥିତ ହେବା ମାତ୍ରେ ନିଜର ଭରଣ ପୋଷଣ ଏବଂ ମୃତ୍ୟୁ ପରେ ପିଣ୍ଡଦାନ କରିବା ପାଇଁ ଉତ୍ତମ ପୁତ୍ରର ଆବଶ୍ୟକ ହୋଇଥାଏ। ଏ ସମସ୍ତ କାର୍ଯ୍ୟର ସମ୍ପାଦନ ନିମିତ୍ତ ଧନର ଆବଶ୍ୟକ ହୋଇଥାଏ। ଭଲ ସ୍ୱାସ୍ଥ୍ୟ, ନିଜ ମନୋଦିତ ସ୍ତ୍ରୀ, ଔରସ ଜାତ ଗୁଣବାନ ପୁତ୍ର, ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ମିତ୍ରତା ସ୍ଥାପନ, ଭୟଶୂନ୍ୟ ସ୍ଥାନରେ ନିର୍ଭୟରେ ବାସ କରିଣ, ଅନ୍ନ ଓ ବସ୍ତ୍ରର ପ୍ରଚୁରତା, ନିତ୍ୟ ପ୍ରଚୁର ଆୟ, ଅଭିଳଷିତ ପଦାର୍ଥ ପ୍ରାପ୍ତି, ଋଣ ନଥିବା ଓ ସଭାରେ ସମ୍ମାନଜନକ ସ୍ଥାନ ଲାଭ କରିବା, ଏସବୁ ମହା ସୁଖକର ଅଟେ। ବେଶ୍ୟା ପୁତ୍ରକୁ, ଭ୍ରଷ୍ଟା ନାରୀ ପତିକୁ, ଲୋଭୀ ଭିକ୍ଷୁକକୁ, ମୂର୍ଖ ଜ୍ଞାନୀକୁ, ଅକର୍ମା ଭୂ ସମ୍ପତ୍ତିକୁ, ଚୋର ଚନ୍ଦ୍ରମାକୁ ଓ ରୋଗୀ ଜଳକୁ ଶତ୍ରୁ ଭାବରେ ଦେଖିଥାଏ। ଚୋରି କରୁଥିବା ଲୋକର ଧର୍ମ ଓ ଅଧର୍ମର ଜ୍ଞାନ ନଥାଏ। ସେହିପରି ଅର୍ଥ ଲୋଭୀ ଲୋକର ଗୁରୁ ଓ ବନ୍ଧୁର ବିଚାର ନଥାଏ। ସ୍ୱାମୀ ଦୟାନନ୍ଦ ସରସ୍ୱତୀ। ଦୟାନନ୍ଦ ସରସ୍ୱତୀ ଗୁଜରାଟର ଟଣାକୋରା ଗ୍ରାମରେ 12 ଫେବୃଆରୀ 1824 ମସିହାରେ ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଥିଲା କରସଣଜୀ ଲାଲଜୀ ତିୱାରୀ ଏବଂ ମାତାଙ୍କ ନାମ ଥିଲା ଯଶୋଦାବାଇ। ତାଙ୍କର ପିତା ଥିଲେ ଜଣେ ଶିବ ଉପାସକ ଓ ନୈଷ୍ଠିକ ବ୍ରାହ୍ମଣ। ଦୟାନନ୍ଦ ବାଲ୍ୟକାଳରେ ସଂସ୍କୃତ ଭାଷା ଅଧ୍ୟୟନ କରି ସେଥିରେ ଅଗାଧ ପାଣ୍ଡିତ୍ୟ ଅର୍ଜନ କରିଥିଲେ। ଯୁବକ ଅବସ୍ଥାରେ ସେ ପିତାଙ୍କୁ ଶିବ ଉପାସନାରେ ସାହାଯ୍ୟ କରୁଥିଲେ। କିନ୍ତୁ ହିନ୍ଦୁ ଧର୍ମରେ ପ୍ରଚଳିତ ପୂଜା ପଦ୍ଧତି ପ୍ରତି ତାଙ୍କର ଆଦର ନଥିଲା। ବିଭିନ୍ନ ସମୟରେ ପୂଜା ଉପାସନା ପଦ୍ଧତି ବିଷୟରେ ପିତାଙ୍କ ସହିତ ତାଙ୍କର ମତଭେଦ ହେଉଥିଲା। ଥରେ ସେ ଦେଖିଲେ ଯେ ଏକ ମୂଷା ଶିବଲିଙ୍ଗ ଉପରେ ଚଢ଼ି ଶିବଙ୍କୁ ଅର୍ପଣ କରାଯାଇଥିବା ଭୋଗକୁ ଖାଉଛି। ସେହିଦିନ ଠାରୁ ମୂର୍ତ୍ତି ପୂଜା ଉପରେ ତାଙ୍କର ବିଶ୍ୱାସ ରହିଲା ନାହିଁ। ହିନ୍ଦୁ ଧର୍ମରେ ଥିବା ମୂର୍ତ୍ତି ପୂଜାର ସେ ତୀବ୍ର ସମାଲୋଚନା କଲେ। କ୍ରମେ ଦୟାନନ୍ଦ ସଂସାର ପ୍ରତି ଅନାସକ୍ତ ହେଲେ। ତାଙ୍କର ବିବାହ ପାଇଁ ପିତା ସମସ୍ତ ପ୍ରକାର ଆୟୋଜନ କଲେ। କିନ୍ତୁ ବିବାହ ପୂର୍ବରୁ ଦୟାନନ୍ଦ ଗୃହ ତ୍ୟାଗ କରି ଏକ ସନ୍ନ୍ୟାସୀ ଭଳି ଜୀବନଯାପନ କଲେ। ଏହା ପୂର୍ବରୁ ତାଙ୍କର ଭଉଣୀ ଓ କକାଙ୍କ ମୃତ୍ୟୁ ତାଙ୍କୁ ସଂସାର ଠାରୁ ଦୂରେଇ ନେଇଥିଲା। 1845 ମସିହା ଠାରୁ 1860 ମସିହା ପର୍ଯ୍ୟନ୍ତ ଦୀର୍ଘ 15 ବର୍ଷ କାଳ ସେ ଭାରତର ବିଭିନ୍ନ ସ୍ଥାନକୁ ପରିଭ୍ରମଣରେ ଯାଇ ସାଧୁ ସନ୍ଥ ଓ ପଣ୍ଡିତମାନଙ୍କ ସଂସ୍ପର୍ଶରେ ଆସି ଧର୍ମଶାସ୍ତ୍ର ଓ ଧର୍ମୀୟ ପରମ୍ପରା ବିଷୟରେ ବିପୁଳ ଜ୍ଞାନ ଲାଭ କଲେ। ଜୟ ଶ୍ରୀ ଜଗନ୍ନାଥ।